ଦିଟା କାଢି ଆଣିବି। ତୁମ ମୁଣ୍ଡ ଉପରେ ଢେଲା ପଥର କଚାଡ଼ି ମାରିବୁ। ଆଜ୍ଞା ଏମାନଙ୍କୁ ଜବାବ କର। তোতে কে আদেশ দিলা এই শান্তি রাজ্যে অশান্তি যা মোহনলাল সমস্ত এইসব করো ଆଜି ହେଉଛି ଅକ୍ଷୟ ତୃତୀୟା। ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଚନ୍ଦ୍ରଜାତ ଆଜିଠାରୁ ଆରମ୍ଭ। ଏଥିରେ ତ ତୁମେମାନେ ଆନନ୍ଦ ଆନନ୍ଦ ବିନିମୟ এই ଆନନ୍ଦ ସୃଷ୍ଟି କେତେ ରସମଣି କରୁନାହାନ୍ତି ଭୋଟିଆ ପ୍ରଜାରେ କେମିତି ପାରୁଛନ୍ତି ଏ ରାଜ୍ୟର ସୁଦକ୍ଷ କର୍ମଚାରୀମାନେ। ଆପଣ କୁହନ୍ତୁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ଦିନ ଠାରୁ ପ୍ରଜାମାନେ ଭୂମିରେ କେବେ କେଉଁ ଦିନ ଏ ରାଜ୍ୟର ରାଜନୀତି ବିରୁଦ୍ଧରେ ମୁଣ୍ଡ ଦେଖି ଠିଆ ହେଇଛନ୍ତି କି? ବାବୁ ଏସବୁ କଣ ଚାଲିଛି କିଏ ଖବର ସେ ମୋର ତ କିଛି ଦୋଷ ନାହିଁ। ମୁଁ ମହାରାଣୀଙ୍କ ଆଦେଶ ଜଣାଇବା ସଙ୍ଗେ ସଙ୍ଗେ ଏମାନେ ମୋ ଉପରକୁ ଠେଲା ପଥର ଧରି ମାଡ଼ ମାରିବା ଲାଗି ପ୍ରସ୍ତୁତ। ସେଇ କାରଣରୁ ବାଧ୍ୟ ହେଲି ମୁଁ ମୋ ତରବାରୀ ଧରିବାକୁ। ଏପରି କଣ ଆଦେଶ ଥିଲା ଯେ ଯାହା ଶୁଣୁ ଶୁଣୁ ଏ ପ୍ରଜାମାନେ ତାତି ଉଠିଲେ। ପ୍ରଜାମାନେ ତାଙ୍କ ଚାଷ ଦାବି ପରେ ବିହନ ଅନୁକୂଳ କରୁଥିଲେ। ଚାଷରେ ସେନାପତି ବାବୁ ବଞ୍ଚି ତାଙ୍କୁ ଜନ୍ମ କରିବାକୁ କହିଲେ। କାରଣ ରକ୍ଷର ଉନ୍ନତ ଯିବ ଏଇ ଚାଷ ଦାବି ଉପରେ। ଏକଥା କେତେ ଦୂର ସତ? ମହାରାଣୀ ଆଦେଶ ଦେଇଛନ୍ତି। ତାଙ୍କରି ଆଦେଶ ତ ମତେ ଏ ଜାଗାକୁ ଆସିବାକୁ ପଡ଼ିଲା। ହୀରାପୁର ବନ୍ଧ ଉପର ଦେଇ ଯେଉଁ ସଡ଼କ ଯାଇଛି ସେଥିରେ ଯାନବାହନ ଚଳାଚଳ କଣ ଅସୁବିଧା ହେଲା କି? ଆଉ ଗୋଟାଏ ସଡ଼କ ଯିବ। ହଉ ହେଲା ରାଜାଙ୍କର ଧନ ଦୌଲତ ଅଛି ଗୋଟାଏ ଛାଡ଼ି 10ଟା ନେଇପାରନ୍ତି। ଏହା ବୋଲି ସର୍ବହରା ପ୍ରଜାଙ୍କର ଗୁଣ୍ଠେ ଦେଇ ଗୁଣ୍ଠେ ସମ୍ପତ୍ତି ଉପରେ ସଡ଼କ ନେବେ ନିଜେ ବିରୁଦ୍ଧ। ସେ ଯାହା କିଛି ହେଉନା କାହିଁକି ଆମେ ଚାକିରି କରିଛୁ। ଏ ମୋ ଚାକିରିର ମୁଁ ଖାତିରଟା ରଖି ମୁଁ ତୁମର ପରି ଚାକିରିଆ କରେ। ଆମେ ମାନେ ଚାକିରି କରିଛେ ବୋଲି ଏଇ କ୍ଷତିଟା ମାରି ଗଣି ପୋଷିବାକୁ ଯିବା ନା ନୁହଁ। ମଣିଷ ହେବାକୁ ଚେଷ୍ଟା କର। ମଣିଷ ମଣିଷର ତତ୍ତ୍ୱ ନେବାକୁ ତୁମକୁ ହେବ ନାହିଁ। ପ୍ରଥମେ ମୁଁ ଚାକିରି କରିଛି ମୋ ଚାକିରିର ଖାତିର ରଖିବି। ଦ୍ୱିତୀୟରେ ମୁଁ ଶାସକ ପ୍ରଜାମାନଙ୍କୁ ସାଧ୍ୟୋଚିତ ଶାସନ କରିବା ଦାୟିତ୍ୱଟା ମୋର। ଉପରେ ଅତ୍ୟାଚାର କରିବାକୁ ହେବ ଏ ଆଦେଶ ତୁମକୁ କିଏ ଦେଇଛି? ମୁଁ ମହାମନ୍ତ୍ରୀ ମୋରି ଆଦେଶରେ ଚଳିବାକୁ ହେବ ତୁମକୁ। ତଥ୍ୟଚିତ ନ୍ୟାୟରେ ମୁଁ ତୁମର ମହାରାଣୀକୁ ମାନିବାକୁ ଯିବି ନାହିଁ। ତୁମ ସେ ମହାରାଣୀକୁ କହିଦିଅ ମହାମନ୍ତ୍ରୀ ମନା କଲେ ପ୍ରଜାଙ୍କ ଚାଷ ଜମିରେ ସଡ଼କ ଯାଇପାରିବ ନାହିଁ। ସଡ଼କ ଯିବା ବିଷୟରେ ଯେ ଆପତ୍ତି ଉଠେଇବ ହତ୍ୟା ପର୍ଯ୍ୟନ୍ତ କରିବି। କାରଣ ନାହିଁ ବିଚାର କରିବି ପ୍ରଜାଙ୍କ ସମକ୍ଷରେ କହୁଛି ମୁଁ ଏ ସଡ଼କ ଯାଇପାରିବ ନାହିଁ। ଉତ୍ତର ଦିଅ। ଉତ୍ତର ଦେବ ରାଜତ୍ୱ କାରବାରୀ। ଏ ବୃଦ୍ଧର ହସ୍ତରେ ନିଶ୍ଚୟ ନୁହେଁ। ଅତ୍ୟାଚାର ହୀରାର ଅବସାନ ପାଇଁ ବାଧ୍ୟ ହୋଇ ତରବାରୀ କହିବେ ମୁଁ ନାହିଁ। ମହାରାଜାଙ୍କର ଶାସନ କୋହଳ ଭିତରେ ପ୍ରଜାମାନେ ଡକାଇ ପଠାଇଲେ ମଧ୍ୟ
ମୁଁ ତାହେଲେ ଆସୁଛେ ବାସ୍ତବେ ଏ ପ୍ରଜାଗୁଡାକ ବଡ଼ ଉଦ୍ଧତ ହେଲାଣି। ତାଙ୍କୁ ସମସ୍ତ ମତରେ ଶାସନ କଲେ ଏପରି ସମୟ ଆସିବ ଗଲେ ଖାଇବାକୁ ମଧ୍ୟ ମିଳିବ ନାହିଁ। ମଧ୍ୟ ପ୍ରଜାଏ ତୁମମାନଙ୍କର ତମ୍ଭ ଗାଡ଼ିବାକୁ ଭାଙ୍ଗି ଚୂର୍ଣ୍ଣ କରିଦେବ। ମୁଁ କହୁଛି ଆପଣ ମୋତେ ପାରିବେ ନାହିଁ। राज्यर प्रत्येक ग्राम को आपन को जीवाकू हेबो नहीं कारण प्रजा माने अबल बुता बुनिका कहबू कुमार अमलाजी द्वितीय नाम होता जन्म ग्रहण कर ताको चरित्र संबंधरे क्या यदि अत्याचारी बोली कुए हमें ताको जो जुक्ति दुत चले में तैयार अछु। धन्यवाद। कौन सुन छरानी मते मोहल्ला कहथिले तुमरा किशोर कुमार चारि बड़ घंटा बड़ करछथि एई कारणରୁ ମୁଁ ଆପଣଙ୍କୁ କହିବାକୁ କଲି निजे घटना तले देखिछंती गरीब बखरा पजाए ताको चाष जमी पुरा बिहन अनुकूल करिबा समय रे सेनापति मोहनलाल बड़ा पर यदि पहुंच कहले तबे 50 लाख पूरा फसल होता ना सेठी गुरु सला केला तुमे कौन बुझी जो जानी परम मानो तमे सेनापति का मारे मिथ्या भिजा करथन मिथ्या भिजा करबे बा वास्तविक घटना सेदिन देखिछि मो पिता किशोर एतने भगी पुत्र जदि निजर अधिपति विस्तार करी अग्रहीन प्रजंक उपरे तार शासन चलाइबे कहंतु तो आपनकर ए राम राज्य रावण राज्य परिणत होबो कालिकी तापर केतटा जान नै कहिବାକୁ ଯାଉଛି ମୁଁ ମାଙ୍କ ଯୋଗୁଁ ଏମାନଙ୍କର ପରମିତା ଉଦ୍ଧତତା ବୃଦ୍ଧି ପାଇଛି।